ଆମେ ରକ୍ତ ମାଂସ ବିଶିଷ୍ଟ ମଣିଷ ପୃଥିବୀ ପୃଷ୍ଠରେ ବଞ୍ଚି ରହିଥିବା ସମୟରେ ଆମେମାନେ କଥାରେ, କ୍ରିୟାରେ, ଭାବନାରେ, ଚିନ୍ତାରେ ଅନେକ ପ୍ରକାର ପାପ କରିଥାଉ ଏବଂ ଯେଉଁ ଲୋକ ନିଜେ କରିଥିବା ପାପ ବିଷୟରେ ଅନୁତାପ କରେ ସେ ମୋକ୍ଷ ପାଇବା ପାଇଁ ଚେଷ୍ଟା କରେ, ପରିତ୍ରାଣ ପାଇବା ପାଇଁ ଚେଷ୍ଟା କରେ। ହେଲେ ପରିତ୍ରାଣ କହିଲେ କ'ଣ? ବାଇବଲ ଅନୁସାରେ ଚାରିଗୋଟି ବିଷୟ ପରିତ୍ରାଣକୁ ବୁଝାଏ। ଏକ ହେଲା ପାପରୁ ମୁକ୍ତି। ଆମେମାନେ ଯେଉଁ ପାପ କରିଥାଉ ସେଇ ପାପରୁ ମୁକ୍ତି ହେଲେ ହିଁ ପରିତ୍ରାଣ ମିଳିଥାଏ। ଦୁଇ ହେଲା ଶୈତାନ ଠାରୁ ମୁକ୍ତି। ଶୈତାନର ଅର୍ଥ ହେଉଛି ଖରାପ କାର୍ଯ୍ୟ, ଖରାପ ଅଭ୍ୟାସ, ଖରାପ ଚିନ୍ତାଧାରା ଇତ୍ୟାଦି ଇତ୍ୟାଦି, ତାକୁ ଶୈତାନ କୁହାଯାଏ। ତିନି ହେଲା ଈଶ୍ୱରଙ୍କ କ୍ରୋଧରୁ ମୁକ୍ତି। ଈଶ୍ୱର ଆମକୁ କ୍ରୋଧ କରିଛନ୍ତି କି ନାହିଁ ଆମେ କେମିତି ଜାଣିବା? ସୃଷ୍ଟିକର୍ତ୍ତା ଆମେ ହେଉଛି ଗୋଟେ ସୃଷ୍ଟି। ଆମେ ଗୋଟିଏ ସୃଷ୍ଟି ନାଇଁ କି? ହେଲେ ସ୍ରଷ୍ଟା ହେଉଛନ୍ତି ଈଶ୍ୱର। ସୃଷ୍ଟିକର୍ତ୍ତା ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧ ରଖିଛନ୍ତି। ଆମେ ପାପୀ ଅଟୁ ନା ନିର୍ଦ୍ଦୋଷ ଅଟୁ? ଆମ୍ଭେ ମନୁଷ୍ୟ, ମୁଁ ଓ ଆପଣମାନେ ପାପୀ ଅଟନ୍ତି ନା ନିର୍ଦ୍ଦୋଷ ଅଛନ୍ତି କେମିତି ଜାଣିବେ? କେବଳ ଏକମାତ୍ର ଈଶ୍ୱର ଯିଏକି ଅନ୍ତର୍ଯାମୀ ପରମେଶ୍ୱର ମନୁଷ୍ୟର କାର୍ଯ୍ୟକଳାପକୁ ଦେଖିଥାଏ। ଦୈନନ୍ଦିନ ଜୀବନରେ ଗୁପ୍ତ ଭାବରେ କରୁ ବା ଛାତ ଉପରେ କରୁ, ଯାହା ବି କରୁଛି ମଣିଷର ସମସ୍ତ ଭଲ କାର୍ଯ୍ୟ ଓ ମନ୍ଦ କାର୍ଯ୍ୟକୁ ସଦାସର୍ବଦା ଈଶ୍ୱର ନିରୀକ୍ଷଣ କରିଥାନ୍ତି। କେଉଁ କାର୍ଯ୍ୟ ଭଲ, କେଉଁ କାର୍ଯ୍ୟ ଖରାପ କେବଳ ସେହି ଈଶ୍ୱର ହିଁ ଯେ ଦେଖନ୍ତି, ସର୍ବପ୍ରକାର କାର୍ଯ୍ୟ ଦେଖନ୍ତି, ଏକ ସମୟରେ ପୃଥିବୀର ସବୁ କାର୍ଯ୍ୟକୁ ଦେଖନ୍ତି, ସର୍ବଦର୍ଶୀ କୁହାଯାଏ ତାଙ୍କୁ। ସେଇ ଈଶ୍ୱର ମନୁଷ୍ୟ କ'ଣ କରୁଛି ଜାଣିପାରୁଛି। ତେଣୁ ତାଙ୍କ ପାଖରେ ଆମେ କାର୍ଯ୍ୟ କରୁଥିବା ସମୟରେ ଭଲ କାର୍ଯ୍ୟ କରିଛୁ ନା ମନ୍ଦ କାର୍ଯ୍ୟ କରିଛୁ, କେବଳ ଈଶ୍ୱର ହିଁ ସେ ଜିନିଷ ଜାଣିପାରିଛନ୍ତି। ତେଣୁ ଈଶ୍ୱର ଆମମାନଙ୍କୁ କ୍ରୋଧ କରିଛନ୍ତି କି ନାହିଁ କିମ୍ବା ଆମକୁ ରାଗିଛନ୍ତି କି ନାହିଁ, ସେଇ କ୍ରୋଧରୁ ଆମମାନେ କିପରି ମୁକ୍ତି ପାଇବା ସେ ବିଷୟରେ ଚିନ୍ତା କରିବା। ତେଣୁ ତିନି ହେଉଛି ଈଶ୍ୱରଙ୍କ କ୍ରୋଧରୁ ମୁକ୍ତି। ଚାରି ହେଲା ଅନନ୍ତ ବିନାଶରୁ ମୁକ୍ତି। ଅନନ୍ତ ବିନାଶ ଅର୍ଥ ବିନାଶ ମାନେ ସର୍ବନାଶ। ଆମମାନେ ପୃଥିବୀ ପୃଷ୍ଠରେ ବଞ୍ଚି ରହି କେତେ ବର୍ଷ ପରେ ଆମେ ମରିଯାଇଥାଉ, କିନ୍ତୁ ଆମମାନଙ୍କର ଶରୀର ମରିଯାଇଥାଏ। ଆମମାନଙ୍କର ଆତ୍ମା କେବେ ବି ମରେ ନାହିଁ। ମନେ ରଖନ୍ତୁ, ମଣିଷର ଶରୀରରେ ଆତ୍ମା ଓ ଶରୀର ଦୁଇ ଗୋଟି ମିଶି ପ୍ରାଣ ସୃଷ୍ଟି ହେଇଛି। ତେଣୁ ଏହି ପ୍ରାଣବାୟୁ ଯେତେବେଳେ ଉଡ଼ିଯାଏ ବା ଆମର ଶ୍ୱାସକ୍ରିୟା ଯେତେବେଳେ ବନ୍ଦ ହୋଇଯାଏ ତାକୁ ମୃତ୍ୟୁ ବୋଲି କହନ୍ତି। ତେଣୁ ଯେତେବେଳେ ଶ୍ୱାସବାୟୁ ଉଡ଼ିଯାଏ, ଜୀବନ ଉଡ଼ିଯାଏ, ସେ ଜୀବନ କେଉଁଠି ଗଲା? ସେ ଜୀବନକୁ ଆମମାନଙ୍କର ବିଶ୍ୱାସ ଅନୁସାରେ ସେ ଜୀବନକୁ ଈଶ୍ୱର ଦଣ୍ଡ ଦିଅନ୍ତି ବୋଲି ପବିତ୍ର ବାଇବଲରେ ଲେଖା ହେଇଛି। ଯେଉଁମାନେ ଭଲ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ସ୍ୱର୍ଗ, ଆଉ ଯେଉଁମାନେ ଖରାପ କାର୍ଯ୍ୟ କରିଅଛନ୍ତି, ଈଶ୍ୱରଙ୍କର ବିରୋଧରେ କାର୍ଯ୍ୟ କରିଅଛନ୍ତି, ତେଣୁ ତାଙ୍କୁ ଦଣ୍ଡ ମିଳିବ ବୋଲିକିରି ବାଇବଲର ଅନେକ ପାଠରେ ଲେଖାଯାଇଛି। ତେଣୁ ଏହି ଚାରୋଟି ବିଷୟ ପରିତ୍ରାଣ ବିଷୟରେ ଲେଖାଯାଇଛି। ଏକ ପାପରୁ ମୁକ୍ତି, ମାଥିଉ
ଏକ ପର୍ବ 21 ପଦରେ ଲେଖାଯାଏ। 2 ଶୈତାନ ଠାରୁ ମୁକ୍ତି, ତାର କଲୋସିୟ 2 ପର୍ବ 15 ପଦରେ ଲେଖାଯାଏ। 3 ଈଶ୍ୱରଙ୍କ କ୍ରୋଧରୁ ମୁକ୍ତି, ରୋମିଓ 5 ପର୍ବ 9 ପଦରେ ଲେଖାଯାଏ। 4 ଅନନ୍ତ ବିନାଶରୁ ମୁକ୍ତି, ଯୋହନ 3 ପର୍ବ 16 ପଦରେ ଲେଖାଯାଏ। ତେଣୁ ବାଇବଲ ଅନୁସାରେ ପରିତ୍ରାଣ ପାଇବା ପାଇଁ ହେଲେ ଏଇ 4ଗୋଟି ବିଷୟକୁ ଆମେ ଧ୍ୟାନ ଦେବାକୁ ପଡ଼ିବ। ତେଣୁ ସେ ପରିତ୍ରାଣରୁ ବା ପରିତ୍ରାଣ ପାଇପାରିବ ବୋଲି ପବିତ୍ର ବାଇବଲ ସାକ୍ଷ୍ୟ ଦେଉଅଛି। ଆଉ ଏଇ ପାଠ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରନ୍ତୁ, ଆନ୍ସର ଦିଅନ୍ତୁ। ନିଶ୍ଚୟ ଆପଣଙ୍କର କମେଣ୍ଟ ଅପେକ୍ଷାରେ ରହିଲି।